ଭକ୍ତି ସବୁ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ। କଥାଟିକୁ ସହଜରେ ବୁଝାଇବାକୁ ଶ୍ରୀ ଶୁକଦେବ ଉଦାହରଣ ସ୍ୱରୂପ ଅଜାମିଳ ଉପାଖ୍ୟାନ ଉପସ୍ଥାପନ କରିଛନ୍ତି। ବ୍ରାହ୍ମଣ ଅଜାମିଳ ଦାସୀ ସଂସର୍ଗରେ ଆସି ସମୁଦାୟ ସଦାଚାର ବିନଷ୍ଟ କରିଥିଲା। ମୃତ୍ୟୁକାଳ ଉପସ୍ଥିତ ହୁଅନ୍ତେ ଯମଦୂତଙ୍କୁ ଦେଖି ସେ କନିଷ୍ଠ ପୁତ୍ର ନାରାୟଣଙ୍କୁ ଡାକିଛି ଭୟରେ। ନାମ ଉଚ୍ଚାରଣ ମାତ୍ରେ ପହଞ୍ଚିଛନ୍ତି ବିଷ୍ଣୁଦୂତଗଣ ଏବଂ ଜୀବାତ୍ମାକୁ ଆକର୍ଷଣ କରିବାରୁ ଯମଦୂତଙ୍କୁ ବାଧା ଦେଇଛନ୍ତି। ଯମଦୂତଗଣ ତାଙ୍କ ପରିଚୟ ପଚାରିବାରୁ କହୁଛନ୍ତି, ଶୁକ ଉବାଚ ଯମଦୂତଙ୍କ କଥା ଅନ୍ତେ ହସି କହନ୍ତି ବିଷ୍ଣୁ ଦୂତେ ମେଘ ଗମ୍ଭୀର ପ୍ରାୟ ବାଣୀ ଯମଦୂତଙ୍କ ଆଗେ ଭଣି। ବିଷ୍ଣୁଦୂତ ଉବାଚ ତୁମ୍ଭେ ଦୂତ ଧର୍ମ ରାଜାର ତାହାଙ୍କ ଆଜ୍ଞା ଯେବେ କର ଧର୍ମ ଧର୍ମର ଲକ୍ଷଣ କହିବା ଆମ୍ଭର ଆଗେଣ ପ୍ରାଣୀ କି କଲେ ଦଣ୍ଡ ପାଇ ଦଣ୍ଡର ସ୍ଥାନ କେ ବାହୁଇ ଦଣ୍ଡକୁ ସହଇ କେ ମନ୍ତେ ମନୁଷ୍ୟ ଜନ୍ତୁ ଏ ଜଗତେ। ଯମଦୂତ ଉବାଚ ବେଦ ବିହିତ ଯେତେ କର୍ମ ସେହି ସଂସାରେ ନିତ୍ୟ ଧର୍ମ ତା ବିନୁ ଅନ୍ୟ କର୍ମ ଯେତେ ଅଧର୍ମ ବୋଲି ଶାସ୍ତ୍ର ମତେ ସାକ୍ଷାତେ ବେଦ ନାରାୟଣ ଏ ନିଶ୍ଚେ ବ୍ରହ୍ମାର ବଚନ ଏ ଦେବ ଆପଣା ଶକ୍ତିରେ ସତ୍ୱର ଯତମ ଗୁଣରେ ଗୁଣ ନାମ କ୍ରିୟା ରୂପରେ ଯଥା ତଥାରେ ଭିନ୍ନ କରେ ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ ପବନ ସନ୍ଧ୍ୟା ଅହର୍ନିଶ ବେବ ଭୂଜଳ ଅଗ୍ନି ଧର୍ମ ଦେହି ଧର୍ମର ସାକ୍ଷୀ ଜାଣ ପାପକୁ ଏଣେ କରି ଜାଣି ଦଣ୍ଡର ସ୍ଥାନ ପରିମାଣି। କର୍ମ ଆୟତ ହୋଇ ଜନ ଦଣ୍ଡରେ ହୁଅଇ ଭାଜନ आहे निष्पाप प्राणी माने कर्म करंती जेते जने सत्कर्म जे माने करंती स्वकर्म फल से लभंती मंद कर्म युक्त जेहु सुफल लभिब से काहू। विधि निषेध बेनी कर्म ए नित्य कहंती आगम विहित कर्म जे करई तार पाप को भय नाही निषेध कर्म करे जेहु सकल दंड सहे सेहु एघे निवेद ब्रह्ममय सुजन वेद मार्गे रहे। संसारे प्राणी माने जेन्हे त्रिभ
ଅନ୍ତରେ ପୁଣି ସେହି ତହିଁ ରହି ମୋହ ହୋଇ ସ୍ୱଭାବେ କର୍ମ ବଶ ହୋଇ ନିରତେ କର୍ମକୁ କରଇ ଏଥୁ ଅନ୍ତରେ ପୁଣ ସେହି ଅଦୃଷ୍ଟ ବସେ ଦେହ ବହି ମାତା ପିତାର ଅନୁରୂପ ଲୋଭଇ ସ୍ଥୂଳ ସୂକ୍ଷ୍ମ ରୂପ ପ୍ରକୃତି ସଙ୍ଗରୁ ପୁରୁଷ ସର୍ବକର୍ମକୁ କରେ ନାଶ ପୂର୍ବ ବୃତ୍ତାନ୍ତ ଏବେ ଶୁଣ ବେଦ ସମ୍ପୂର୍ଣ୍ଣ ଏ ବ୍ରାହ୍ମଣ ଧର୍ମଜ୍ଞ ଶୀଳବନ୍ତ ପୁଣ ସୁଶାନ୍ତ ସୁଜ୍ଞାନୀ ନିପୁଣ ମୃଦୁ ମନ୍ତ୍ରଜ୍ଞ ସୁଚିଦାତା ସତ୍ୟ ବଚନ ଧୃତ ବ୍ରତା ଅତିଥି ବୃଦ୍ଧ ଗୁରୁ ଅଗ୍ନି ଏହାଙ୍କ ସେବା ଶିରେ ଘେନି ସର୍ବଭୂତରେ ମିତ୍ରପଣ କୋପବର୍ଜିତ ସାଧୁଗଣ ଅଶେଷ ଗୁଣ ସ୍ଥାନ ଏହି ସୁଶୀଳ ବୃତ୍ତିରେ ଜିଅଇ ପିତୃ ଆଜ୍ଞାକାରୀ ବ୍ରାହ୍ମଣ ଏକ